ଯେଉଁଭଳି ପରିସ୍ଥିତିରେ ପ୍ରଭୁ ବଳଭଦ୍ର ଚାରମୂଳ ଉପରୁ ତଳେ ପଡ଼ିଗଲେ ମୁହଁ ମାଡ଼ିକିରି, ପୁଣି ସେଥିପାଇଁ ମାନେ ତା ଯେ କେବଳ ଓଡ଼ିଶାର 4.5 କୋଟି ଦର୍ଶକ ନୁହଁ, 4.5 କୋଟି ଜନସାଧାରଣ ନୁହନ୍ତି, ମାନେ ସମଗ୍ର ସନାତନ ଧର୍ମୀମାନଙ୍କୁ ଯେ ବିଶେଷ ଭାବରେ ଆଘାତ ଦେଇଛି ସେଥିରେ ସନ୍ଦେହ ନାହିଁ। ବିଶ୍ୱବ୍ୟାପୀ ସନାତନ ହିନ୍ଦୁମାନେ ମଧ୍ୟ ଆହତ ହୋଇଛନ୍ତି ସେହିଭଳି ପରିସ୍ଥିତିରେ। ଏବଂ ପ୍ରତ୍ୟେକ କାରଣ ଖୋଜୁଛନ୍ତି ଯେ କ'ଣ ପାଇଁ ଏଭଳି ଭାବରେ ଘଟିଲା ବୋଲି। ସେଦିନ ଘଟି ସାରିଲା ପରେ ସାଙ୍ଗେ ସାଙ୍ଗେ କିଛି ଆମର ଯେଉଁମାନେ ସେବକ ସେମାନେ କହିଲେ ଯେ ରଥମାନଙ୍କରେ ପହଣ୍ଡି ସମୟରେ ଯେତିକି ସଂଖ୍ୟକ ସଭ୍ୟ ରହିବା କଥା, ମାନେ ରେକମେଣ୍ଡେଡ଼ ନମ୍ବର ଅଫ୍ ରହିବା ପାଇଁ ଆମେ ବାରମ୍ବାର ଦାବି କରୁଥିଲେ ବି ସରକାର ସେ କଥା ଶୁଣୁନାହାନ୍ତି ଏବଂ ଜନସାଧାରଣ ମଧ୍ୟ ସେ କଥା ଶୁଣୁନାହାନ୍ତି, ଯାହାଫଳରେ କି ବହୁ ସଂଖ୍ୟକ ଲୋକ ଆବଶ୍ୟକତା ଠାରୁ ବହୁ ଗୁଣର ଲୋକ ସେ ରଥ ଉପରେ ଚଢ଼ି ଯାଉଛନ୍ତି। ତେଣୁକରି ତା ଭିତରେ ଶୃଙ୍ଖଳା ରହିପାରୁନାହିଁ। କିନ୍ତୁ ଏଇ ଯେଉଁ ଶୃଙ୍ଖଳା ବିଷୟରେ ବିଭାଗୀୟ ମନ୍ତ୍ରୀ କିଛି କହିନାହାନ୍ତି ଏବଂ ଶ୍ରୀମତୀ ପ୍ରଭାତୀ ପରିଡ଼ା ମଧ୍ୟ କିଛି, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମଧ୍ୟ କିଛି କହିନାହାନ୍ତି। ଯେହେତୁ ଆମର ବିଭାଗୀୟ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସିଏ ହେଉଛନ୍ତି ଜଣେ କଠୋର ହିନ୍ଦୁବାଦୀ, ସିଏ ବି କହିଛନ୍ତି ଯେ ଯାହା ଭଗବାନଙ୍କ ଇଚ୍ଛା ତାହା ହିଁ ଘଟିଲା ଏବଂ ଏଥିରେ କାହାର କିଛି କରିବାକୁ ନଥିଲା। ପ୍ରକୃତରେ ଯଦି ଆମେ ଦେଖିବା, ଯାହା ଲୀଳାମୟ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଚାହାନ୍ତି ତାହା ହିଁ ସବୁବେଳେ ଘଟେ ବୋଲି ଆମେ ସମସ୍ତେ ଜାଣିଛେ। ଏପରିକି ଅତୀତରେ ଦୃଷ୍ଟାନ୍ତ ଅଛି, ଯେତେବେଳେ ପ୍ରଭୁ ଜଗନ୍ନାଥଙ୍କର ପହଣ୍ଡି ସମୟରେ 1978 ମସିହାରେ ବୋଧେ ହଠାତ୍ ରଥ ଉପରେ ଶ୍ରୀ ଜଗନ୍ନାଥ ଆଉ ଉପରକୁ ଉଠିନଥିଲେ ଏବଂ ତା'ର କାରଣ କେହି ଖୋଜି ପାଇନଥିଲେ। ଦଇତାପତି ଏବଂ ସବୁ ବର୍ଗର ସେବକମାନେ ଯେତେ ପ୍ରକାର କାକୁତି ନେହୁରା ହେଲେ, ମୁଣ୍ଡିଆ ମାରିଲେ, ଜଗନ୍ନାଥ ତଥାପି ଟଳିଲେନି। ଏହି ସମୟରେ ଖବର ଗଲା ଗଜପତି ମହାରାଜାଙ୍କ ପାଖକୁ। ଗଜପତି ମହାରାଜ ଶ୍ରୀନଗରରୁ ଆସିଲେ, ଆସିକରି କ୍ଷମା ମାଗିଲେ, କହିଲେ କେଉଁଠି କ'ଣ ତ୍ରୁଟି ହେଇଛି ଭଗବାନ କ୍ଷମା କର ମୋତେ, ଏବଂ ଆମ ଭିତରୁ ଯିଏ କୌଣସି ସେବକ ଭୁଲ କରିଛନ୍ତି କିଛି ଆପଣ ତାଙ୍କୁ କ୍ଷମା କରନ୍ତୁ ଏବଂ ଆପଣ ରଥାରୂଢ଼ ହୁଅନ୍ତୁ। ଏବଂ ଏହି କଥା ଘଟିଲା ମାତ୍ରକେ ଶ୍ରୀ ଜଗନ୍ନାଥ ସୁରୁଖୁରୁରେ ରଥାରୂଢ଼ ହୋଇଥିଲେ ଏବଂ ଯାଇକରି ନୀତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା, ଛେରା ପହଁରା ହୋଇଥିଲା, ସବୁ ନୀତିକାନ୍ତି ସମ୍ପୂର୍ଣ୍ଣ ହୋଇଥିଲା। ତେଣୁକରି ଅତୀତରେ ଏଭଳି ଯେତେବେଳେ ଦୃଷ୍ଟାନ୍ତ ଅଛି ଏବଂ ଏହି ଘଟଣା ଯେତେବେଳେ ପ୍ରତ୍ୟେକ ହିନ୍ଦୁ ମନକୁ ଛୁଇଁଛି ଏବଂ ପ୍ରତ୍ୟେକ ହିନ୍ଦୁ ମନରେ ଦୃଢ଼ ଧାରଣା ଦେଇଛି ଯେ ଜଗନ୍ନାଥଙ୍କ ଇଚ୍ଛା ବିନା ଇଞ୍ଚେ ବି କେହି ମାନେ ଘୁଞ୍ଚେଇ ପାରିବେନି କି ମାନେ ଗୋଟେ ଗଛରେ ପତ୍ରଟେ ବି ହଲି ପାରିବ ନାହିଁ। ଆଇନ ମନ୍ତ୍ରୀ ଯାହା କହିଛନ୍ତି ସାମାନ୍ୟ ଘଟଣା ବୋଲି, ଏହା ତ ଆଦୌ ସାମାନ୍ୟ ଘଟଣା ନୁହଁ। କାରଣ ଶ୍ରୀ ବଳଭଦ୍ର ବା ଯେକୌଣସି ଆମର ଠାକୁର ରଥାରୂଢ଼ ହେଲାବେଳେ ପଡ଼ିଯିବା ଏ ଗୋଟେ ଅଦ୍ଭୁତପୂର୍ବ ଘଟଣା ଏବଂ ଏହା କ୍ୱଚିତ ଘଟିଥାଏ ବା ଆଦୌ ଏପର୍ଯ୍ୟନ୍ତ ଘଟିନଥିଲା ବୋଲି ବି ବହୁତ ମତାମତ ଦେଉଛନ୍ତି। ଏ ଭିତରେ ଯେଉଁମାନେ ହେଉଛନ୍ତି ଜଗନ୍ନାଥ ଧର୍ମ ବିଷୟରେ ଗବେଷଣା କରୁଛନ୍ତି, ତାଙ୍କ ଭିତରେ ମଧ୍ୟ ଦ୍ୱିମତ ଉଠିଛି। କେହି କହିଛନ୍ତି ଯେ ଏହା ଗୋଟେ ଭବିଷ୍ୟତରେ ଅତି ଚରମ ଦୁର୍ଘଟଣା ବା ଭବିଷ୍ୟତରେ ଓଡ଼ିଶା ପ୍ରତି କି ପୃଥିବୀ ପ୍ରତି ବିପଦ ଆସିବାର ସୂଚନା। ସେତେବେଳେ ଅନ୍ୟମାନେ ବି କହିଛନ୍ତି ଯେ ନାଇଁ, ଏହା ସେଭଳି କିଛି ନୁହେଁ। ତେଣୁକରି ସେଇଟା ତ ପରବର୍ତ୍ତୀ କାଳରେ ଜଣାପଡ଼ିବ। କିନ୍ତୁ ଯେଉଁ ପରିସ୍ଥିତିରେ ବଳଭଦ୍ର ରଥାରୂଢ଼ ହେବା ସମୟରେ ମୁହଁ ମାଡ଼ି ପଡ଼ିଗଲେ, ସେଇଟା ନିଶ୍ଚିତ ଭାବରେ ପ୍ରତ୍ୟେକ ହିନ୍ଦୁଙ୍କ ମନକୁ ଛୁଇଁଛି ଏବଂ ସମସ୍ତଙ୍କ ଭାବାବେଗକୁ ଆହତ କରିଛି। ତେଣୁ କେଉଁ ପରିସ୍ଥିତିରେ ପ୍ରକୃତରେ ଶ୍ରୀ ବଳଭଦ୍ର ପଡ଼ିଗଲେ ସେ ବିଷୟରେ
ତଦନ୍ତ ହେବାର ଆବଶ୍ୟକତା ରହିଛି ଏବଂ ଏଥିପାଇଁ ଯେଉଁମାନେ ଦୋଷୀ ଯେଉଁ ଦଇତାମାନେ କହୁଛନ୍ତି ଯେ ଆମର ଯେତିକି ସଂଖ୍ୟକ ଦଇତା ରହିବା କଥା ତାଠୁ ଅଧିକ ସଂଖ୍ୟକ ଦଇତା ଚଢ଼ିଗଲେ ବୋଲି ଏଭଳି ଘଟିଗଲା। ପ୍ରକୃତରେ ଯଦି ଅଧିକ ସଂଖ୍ୟକ ଦଇତା ଚଢ଼ି ଯାଇଥାନ୍ତି ଏଥିପାଇଁ ଦାୟୀ କିଏ? ଏଥିପାଇଁ ପ୍ରଶାସନ ଦାୟୀ କିମ୍ବା ଆଉ କିଏ ଦାୟୀ? ଏଇଟା ନିର୍ଦ୍ଧାରିତ ହେବା କଥା ଏବଂ ଭବିଷ୍ୟତରେ ଯେପରି ଏଭଳି ଘଟଣା ପୁନରାବୃତ୍ତି ନ ହୁଏ ସେ ବାବଦରେ ସମସ୍ତେ ସଚେତନ ହେବା ନିହାତି ଆବଶ୍ୟକତା ରହିଛି ଏବଂ ପ୍ରକୃତରେ ଯଦି କାହାର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥାଏ ତେବେ ଯିଏ ଏଥିପାଇଁ ଦାୟୀ ସେ ଦଣ୍ଡିତ ହେବା ନିହାତି ଆବଶ୍ୟକ। ତା ନହେଲେ ଏଭଳି ଘଟଣା ଏ ଦିନ ତ ଘଟିଲା, ବାହୁଡ଼ା ଦିନ ତ ଘଟିଲା, ତାପରେ ବାରମ୍ବାର ଏଭଳି ଘଟଣା ଘଟି ଚାଲିବ ଏଥିରେ ସନ୍ଦେହ ନାହିଁ। ତେଣୁ ବର୍ତ୍ତମାନ ଯଦି ଏ ଯେଉଁ ଆଇନ ଭଙ୍ଗ କରି ବା ଯେଉଁମାନେ ଏଭଳି ଭାବରେ ଘଟଣା ଘଟାଇବା ପାଇଁ ଯେଉଁମାନେ ଦାୟୀ ସେ ଯେତେ ବଡ଼ ହୁଅନ୍ତୁ କି ଯେତେ କ୍ଷମତାସୀନ ହୁଅନ୍ତୁ ସେମାନଙ୍କ ବିରୁଦ୍ଧରେ ଯଦି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଏହା ଗୋଟେ ଅତି ଘୃଣ୍ୟ ପରମ୍ପରା ସୃଷ୍ଟି କରିବ, କୁତ୍ସିତ ପରମ୍ପରା ସୃଷ୍ଟି କରିବ ଏବଂ ଏଭଳି ଘଟଣା ବାରମ୍ବାର ଘଟିବ ଏଥିରେ ସନ୍ଦେହ ନାହିଁ। ସାର୍ ଏଇଟା ଇତିହାସ ପାଇଁ କଳଙ୍କ କି ବଳଭଦ୍ର ଠାକୁର ପଡ଼ିଯିବା? ହଁ, ବଳଭଦ୍ର ଠାକୁର ପଡ଼ିଯିବା ଇତିହାସ ପାଇଁ କଳଙ୍କ ନ ହୋଇପାରେ କିନ୍ତୁ ପରମ୍ପରା ପାଇଁ ଯେ ଗୋଟେ କଳଙ୍କ ହେଇକି ରହିଲା ଏଥିରେ ସନ୍ଦେହ ନାହିଁ। କାରଣ ବଳଭଦ୍ର ଆମ ରଥଯାତ୍ରା ଆରମ୍ଭ ହେବା ଦିନଠୁ ବଳଭଦ୍ର କେବେ ହେଲେ ରଥରୁ ଏଭଳି ପଡ଼ିନଥିଲେ। ତେଣୁକରି କେଉଁ କାରଣରୁ ପଡ଼ିଗଲେ ଏଥିରେ କିଛି ଧାର୍ମିକ କାରଣ ରହିଛି। ମାନେ କେହି ସେଦିନ ମୁଁ ଶୁଣିଛି କେହି ସେବକ କହିଥିଲେ ଯେ ନିଶ୍ଚିତ ଭାବରେ ଆମମାନଙ୍କର କିଛି ତ୍ରୁଟି ରହିଲା, ସେବକମାନଙ୍କର କିଛି ତ୍ରୁଟି ରହିଲା ବୋଲି ଏଭଳି ଅଘଟଣ ଘଟିଲା ବୋଲି। ତେଣୁକରି କାହାର ତ୍ରୁଟି ଯୋଗୁଁ ଏଭଳି ଅଘଟଣ ଘଟିଲା ତା ବିଷୟରେ ତଦନ୍ତ ହେବା ଉଚିତ ଏବଂ ଯିଏ ଏଥିପାଇଁ ଦାୟୀ ସିଏ ନିଶ୍ଚିତ ଭାବରେ ଦଣ୍ଡିତ ହେବା ଉଚିତ ଏବଂ ଭବିଷ୍ୟତରେ ଏହାର ଯେଭଳି ପୁନରାବୃତ୍ତି ନ ହୁଏ ସେ ବାବଦରେ ସମସ୍ତେ ସଚେତନ ହେବା ନିହାତି ଆବଶ୍ୟକତା ରହିଛି।